ଆରମ୍ଭ ହେଲା ଜଳନିଧି 2 ଯୋଜନା। ମାତ୍ର 10,000 ଟଙ୍କାରେ ପାଇପାରିବେ ଆପଣ ଗୋଟିଏ ପମ୍ପ ସେଟ୍। ଏହି 10,000ରେ ଆପଣଙ୍କୁ ମିଳିବ ଗୋଟିଏ 5 FGBର ପମ୍ପ ସେଟ୍, ତା ସହିତ ଡେଲିଭରି ପାଇପ୍ ଏବଂ ସଙ୍କସନ୍ ପାଇପ୍ ଏବଂ ଫ୍ରିରେ ଇଲେକ୍ଟ୍ରିକ୍ କନେକ୍ସନ୍ ମଧ୍ୟ ଆପଣଙ୍କୁ ମିଳିବ, ଯାହା ଆପଣଙ୍କୁ ଖରାଦିନେ ଚାଷ ପାଇଁ ବହୁତ କାମରେ ଆସିବ। ଏହା ସରକାରଙ୍କ ଜଳନିଧି 2 ଯୋଜନା ଅନ୍ତର୍ଗତରେ ଆପଣଙ୍କୁ ମାତ୍ର 10,000 ଟଙ୍କାରେ ଦିଆଯିବ। ଏହାକୁ କାର୍ଯ୍ୟକାରୀ କରୁଛନ୍ତି ଓଡ଼ିଶା ଆଗ୍ରୋ ଇଣ୍ଡଷ୍ଟ୍ରି ବା ଓଡ଼ିଶା କୃଷି ଶିଳ୍ପ ନିଗମ ଦ୍ୱାରା ଏହାକୁ ପରିଚାଳିତ କରାଯାଉଛି। ଜାଣିବା ଏହି କ୍ଷୁଦ୍ର ଉଠାଜଳ ସେଚନ ଜଳନିଧି 2ରେ ସାମିଲ ହେବା ପାଇଁ ଆପଣଙ୍କୁ କେଉଁ ସବୁ ଡକୁମେଣ୍ଟର ଆବଶ୍ୟକ ପଡ଼ିବ ଏବଂ ଆପଣ କେମିତି ଆବେଦନ କରିପାରିବେ। ଚାଷୀ ଭାଇମାନେ ମାତ୍ର 10,000 ଟଙ୍କା ଦେଇ ଲଗାଇ ପାରିବେ ଏବଂ ପାଖାପାଖି ଆପଣ 2.5 ଏକର ଜମିରେ ଚାଷ କରିପାରିବେ। ବର୍ତ୍ତମାନ ଏହାର ଅନଲାଇନଟା ଷ୍ଟାର୍ଟ ହୋଇସାରିଛି। ଆପଣ ଆପଣଙ୍କ ନିକଟସ୍ଥ କୃଷି ଅଧିକାରୀଙ୍କ ସହିତ ଯୋଗାଯୋଗ କରନ୍ତୁ। ଯଦି ଆପଣଙ୍କ ଅଞ୍ଚଳରେ ବର୍ତ୍ତମାନ ଅନଲାଇନ ଆବେଦନ ଚାଲୁଅଛି, ତାହେଲେ ଆପଣ କୃଷି ଅଫିସରେ ମଧ୍ୟ ଆବେଦନ କରିପାରିବେ। ଆଉ ଯଦି ଆପଣଙ୍କ ଅଞ୍ଚଳରେ ଆବେଦନ ହେଉନାହିଁ, ତାହେଲେ ଆପଣ ତାଙ୍କୁ ବୁଝିକି ଆବେଦନ ପ୍ରକ୍ରିୟା କେବେ ଆରମ୍ଭ ହେବ, ଆପଣ ସେଇ ଡେଟ୍ରେ ଆବେଦନ କରିପାରିବେ। ଯେଉଁ ଚାଷୀମାନଙ୍କର ଜମି ନଦୀ ଉପକୂଳରେ ଅଛି, ସେହି ଚାଷୀ ଭାଇମାନେ ଏହା ଲଗାଇ ଚାଷ କରିପାରିବେ। ଏହି ପ୍ରକଳ୍ପରେ ସାମିଲ ହେବା ପାଇଁ 6ରୁ 8 ଜଣ ଚାଷୀ ମିଶିକି ଏହା ଆବେଦନ କରିପାରିବେ, ଯେଉଁମାନଙ୍କର ମୋଟ ଜମିର ପରିମାଣ 2.5 ଏକରରୁ ଅଧିକ ହୋଇଥିବାର ଅଛି। କାରଣ ଏହା ଗୋଟିଏ କମ୍ୟୁନିଟି ପ୍ରୋଜେକ୍ଟ। ଏହି ଅନ୍ତର୍ଗତରେ ଆପଣଙ୍କୁ ଗୋଟିଏ ପମ୍ପ ସେଟ୍ ଦିଆଯିବ, ଯାହାକି ଆପଣ ଯଦି ନଦୀ ଉପକୂଳବର୍ତ୍ତୀ ଆପଣଙ୍କର ଜମି ଅଛି, ତାହେଲେ ଆପଣ ସେଥିରେ ଜଳ ଲଗାଇ ଚାଷ କରିପାରିବେ। ଯଦି ଆପଣ ସାଧାରଣ ବର୍ଗର ହୋଇଥାନ୍ତି, ତାହେଲେ ଆପଣଙ୍କୁ 20,000 ଟଙ୍କା ଦେବାକୁ ପଡ଼ିବ ଏବଂ ଯଦି ଆପଣ SC ST ହୋଇଥିଲେ ମାତ୍ର 10,000 ଟଙ୍କାରେ ପାଇପାରିବେ ଏହି ସୁବିଧା। ଏହି ଟଙ୍କା ଆପଣଙ୍କୁ ଡିପୋଜିଟ୍ କରିବାକୁ ପଡ଼ିବ ଏବଂ ଡିପୋଜିଟ୍ କଲା ପରେ ଚାଷୀ ପାଇଁ 2,95,000 ଟଙ୍କାର ପମ୍ପ ସେଟ୍ ବ୍ୟବଧାନ ଆପଣଙ୍କ ପାଇଁ କରାଯିବ, ଯେଉଁଥିରେ ଆପଣଙ୍କୁ ଇଲେକ୍ଟ୍ରିକ୍ କନେକ୍ସନ୍ ସହିତ ପମ୍ପ ସେଟ୍, ଡେଲିଭରି ପାଇପ୍, ସଙ୍କସନ୍ ପାଇପ୍ ଏସବୁ ମିଳିବ। ସବୁଠୁ ଖୁସି କଥା ଏହା ଯେ ଆପଣଙ୍କୁ ମାଗଣା ବିଦ୍ୟୁତ୍ ସୁବିଧା ଦିଆଯିବ। ଏହା ଆବେଦନ କରିବାକୁ ହେଲେ ଆପଣଙ୍କୁ ଜମିର ପଟ୍ଟା ଲାଗିବ, ଯାହାକି 5-7 ଜଣଙ୍କର ଜମି ମିଶିକି ଅତି କମ୍ରେ 2.5 ଏକର ହେଉଥିବାର ଅଛି। ଆପଣଙ୍କ ଡକୁମେଣ୍ଟ ଆଧାର କାର୍ଡ଼, ବ୍ୟାଙ୍କ ପାସବୁକ୍ ଏବଂ BPL କାର୍ଡ଼ ଏବଂ SC ST ବର୍ଗର ହୋଇଥିବେ, ତାହେଲେ ଆପଣଙ୍କୁ କାଷ୍ଟ ସାର୍ଟିଫିକେଟ୍ ଲାଗିବ। ଏହା ଆପଣ ଗୋ ସୁଗମ ସାଇଟ୍ରେ ଆବେଦନ କରିପାରିବେ କିମ୍ବା ଆପଣଙ୍କ କୃଷି ଶିଳ୍ପ ନିଗମ ଅଧିକାରୀ ସହ ଯୋଗାଯୋଗ କରି ମଧ୍ୟ ଏହା ଯଦି ଆପଣଙ୍କ ଅଞ୍ଚଳରେ ବର୍ତ୍ତମାନ ଚାଲୁଅଛି, ତାହେଲେ ଆପଣ ମାତ୍ର 10,000 ଟଙ୍କାରେ ପାଇପାରିବେ। ମନେ ରଖନ୍ତୁ, ଏହା ହେଉଛି ଜଳନିଧି ଯୋଜନା 2ର, ଯାହାକି ଉଠାଜଳ ପ୍ରକଳ୍ପ ପାଇଁ ଆପଣଙ୍କ ନଦୀ ଉପକୂଳ ଜମିରେ ଗୋଟିଏ ପମ୍ପ ଲଗାଇ ଆପଣ ସେଥିରେ ଖରାଦିନେ ଚାଷ କରିପାରିବେ।